सो हेलो एवरीवन वेलकम बैक टू ए न्यू वीडियो। तो पिलाମାନେ ମୁଁ ଆଶା କରୁଛି ସମସ୍ତେ ଭଲରେ ଥିବ ଏବଂ ପରୀକ୍ଷା ପାଇଁ ନିଜର ପ୍ରସ୍ତୁତି ପୁରା ଜୋରସୋରରେ ଚଲେଇଥିବ। ସୋ ଆଜି ଆମେ ଦେଖିବା ତମର ଅଷ୍ଟମ ଶ୍ରେଣୀର ତମର ଦେଖିବା ହିଷ୍ଟ୍ରିର ଷଷ୍ଠ ଅଧ୍ୟାୟ ତମର ରହୁଛି ଆମେରିକା ଓ ୟୁରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ। ତା ଉପରେ ଆଜି କିଛି ଆଲୋଚନା କରିବା ବୁଝିହେଉଛି। ସୋ ପ୍ରଥମ କ୍ୱେଶ୍ଚିନ୍ଟି ବର୍ତ୍ତମାନ ଦେଖ, ବ୍ରିଟିଶ ପାର୍ଲାମେଣ୍ଟରେ ଷ୍ଟାମ୍ପ ଆଇନ କେଉଁ ମସିହାରେ ପ୍ରଣୟନ କରାଯାଇଥିଲା? ତ ଆନ୍ସର ରହିବ 1765। ବୁଝିହେଲା। ନେକ୍ସଟ ଦେଖ 2 ନମ୍ବର କ'ଣ ଦେଇଛି, ଇଂରେଜମାନେ ଆମେରିକାରେ ଉପନିବେଶ ସ୍ଥାପନ କରି ନିମ୍ନୋକ୍ତ ଦ୍ରବ୍ୟ ମଧ୍ୟରୁ କେଉଁ ବ୍ୟବସାୟ କରୁନଥିଲେ? ମାନେ ତମର କେଉଁ କେଉଁ ବ୍ୟବସାୟ ହଉଥିଲା ନା କପା ହଉଥିଲା, ଚା ହଉଥିଲା, ଝୋଟ ହଉଥିଲା, ନୁହେଁ କି? 3ର ଆନ୍ସର ରହିବ ତମର ଡି, ହଉନଥିଲା। ଏଇଟା ସବୁ ଲକ୍ଷ୍ୟ କର, ନଥିଲେ ଏଇଟା ବେଳେବେଳେ ପିଲା ମିସ୍ କରିଦିଅନ୍ତି, ଥିଲେ ଦେଖିକି ମନେକର ଏ ଆନ୍ସର କରିଦିଅନ୍ତି, ନୁହେଁ କି? ତମେ କିନ୍ତୁ କ୍ୱେଶ୍ଚିନ୍ଟା ପୁରା ଭଲ ଭାବରେ ପଢ଼ିବ, ନହେଲେ ତମେ ଭୁଲ କରିଦେଇପାର। ନେକ୍ସଟ କ୍ୱେଶ୍ଚିନ୍ 3 ନମ୍ବର ଦେଖ, କେତେ ଖ୍ରୀଷ୍ଟାବ୍ଦରେ ଫରାସୀର ବିପ୍ଳବୀମାନେ ଗିଲେଟିନ୍ ଯନ୍ତ୍ର ସାହାଯ୍ୟରେ ରାଜା ଷୋଡ଼ଶ ଲୁଇ ଏବଂ ତାଙ୍କ ରାଣୀଙ୍କ ମୁଣ୍ଡ କାଟ କରିଥିଲେ? ଆନ୍ସର ରହିବ ତମର 1793। ବୁଝିହେଲା ତ? ଭିଡ଼ିଓଟିକୁ ପଜ୍ କରି ଫାଷ୍ଟ ଆନ୍ସରଟା ଚିନ୍ତା କର, ତାପରେ ଦେଖ, ତ ନିଶ୍ଚିତ ଭାବରେ ତମର ଗୋଟେ ବେଟର ରିଭିଜନ ହେଇପାରିବ। ନେକ୍ସଟ ଦେଖ 4 ନମ୍ବର କ'ଣ ଦେଲା, ଜର୍ମାନର କ୍ଷୁଦ୍ର କ୍ଷୁଦ୍ର ରାଜ୍ୟଗୁଡ଼ିକ ଜୟ କରି ନେପୋଲିଅନ ଏକ ରାଷ୍ଟ୍ରମଣ୍ଡଳୀ ଗଠନ କରିଥିଲେ, ତାର ନାମ କ'ଣ ଥିଲା? ତ ଦେଖ ଅପସନ୍ ଦେଖିନିଅ, ରୋମିଓ ଜର୍ମାନୀ, ନେକ୍ସଟ ଜୋଲୋଭେଜ ରାଇନ। ତ ଆନ୍ସର ହେବ ଡି ରାଇନ। ଓକେ, ରାଇନ ରାଷ୍ଟ୍ରମଣ୍ଡଳୀ। ନେକ୍ସଟ ପିଲାମାନେ ଦେଖ 5 ନମ୍ବର, ଫ୍ରାନ୍ସର ସାଧାରଣ ଲୋକ ଟେନିସ ପଡ଼ିଆରେ ଶପଥ ନେଲା ପରେ କାହା ଉପରେ ନଜର ପକାଇଥିଲେ? ତ ଆନ୍ସର ହେବ ବାସ୍ତିଲ ଦୁର୍ଗ। ନେକ୍ସଟ ଦେଖ 6 ନମ୍ବର, କେଉଁମାନେ ଇଂଲଣ୍ଡକୁ ମାତୃଦେଶ ଓ ଉପନିବେଶ ଗୁଡ଼ିକୁ ତାର କନ୍ୟା ରୂପେ ଗ୍ରହଣ କରୁଥିଲେ? ତ ଆନ୍ସର ରହିବ ଇଂରେଜ। ଓକେ। ନେକ୍ସଟ ଦେଖ 7 ନମ୍ବର, କେତେ ମସିହାରେ ପ୍ରଥମ ୱିଲିୟମ ରୁଷିଆର ରାଜା ରୂପେ ଅଧିଷ୍ଠିତ ହୋଇଥିଲେ? ତ 7ର ଆନ୍ସର ହେବ 1861। ବୁଝିହେଲା। 8 ନମ୍ବର ଦେଖ, 1866 ମସିହାରେ ନିମ୍ନୋକ୍ତ କେଉଁ ଯୁଦ୍ଧ ହୋଇଥିଲା? ତ ଆନ୍ସର ରହିବ ସାଡୋୱା ଯୁଦ୍ଧ। ନେକ୍ସଟ ଦେଖ 9 ନମ୍ବର, ଅଷ୍ଟ୍ରିଆର ଭିଏନା କଂଗ୍ରେସର ମୁଖ୍ୟ କିଏ ଥିଲେ? ତ ଆନ୍ସର ରହିବ ମେଟରନିକ। ଓକେ। ନେକ୍ସଟ ଦେଖ 10 ନମ୍ବର, ଫ୍ରାନ୍ସର ଆର୍ଥିକ ପରିସ୍ଥିତି ଅସମ୍ଭାଳ ହେବାରୁ 1799 ମସିହା ମେ 5 ତାରିଖ ଦିନ କିଏ ପ୍ରତିନିଧି ସଭାର ଏକ ବୈଠକ ଡକାଇଥିଲେ? ତ ଆନ୍ସର ହେବ ଷୋଡ଼ଶ ଲୁଇ। ନେକ୍ସଟ ଦେଖ ପିଲାମାନେ 11 ନମ୍ବର, କେଉଁଠାରେ କାଭୁର ୟୁରୋପକୁ ଇଟାଲୀ ଏକତ୍ରୀକରଣ ସମ୍ପର୍କରେ ଅବଗତ କରାଇଥିଲେ? ତ ଆନ୍ସର ରହିବ ପ୍ୟାରିସ। ନେକ୍ସଟ ଦେଖ ପିଲାମାନେ 12 ନମ୍ବର, କିଏ ସିସିଲି ଓ ନେପଲସ ଅଧିକାର କରି ଇଟାଲୀରେ ମିଶାଇଥିଲେ? ତ 12ର ଆନ୍ସର ରହିବ ତମର ଗାରିବାଲ୍ଡି। ନେକ୍ସଟ ଦେଖ ପିଲାମାନେ 13 ନମ୍ବର, ଫିଲାଡେଲଫିଆ ସମ୍ମିଳନୀ କେଉଁ ଦେଶକୁ ଜନ୍ମ ଦେଇଥିଲା? ତ 13ର ଆନ୍ସର ରହିବ ତମର ଯୁକ୍ତରାଷ୍ଟ୍ର ଆମେରିକା ବା ୟୁଏସଏ ଟାକୁ ଆମେ ଏବେ କହୁଛନ୍ତି। ଓକେ। 14 ନମ୍ବର କ'ଣ ଦେଲା, ନିମ୍ନୋକ୍ତ କେଉଁ ଦିନଟିକୁ ଆମେରିକାବାସୀ ସ୍ୱାଧୀନତା ଦିବସ ରୂପେ ପାଳନ କରନ୍ତି? ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଜୁଲାଇ 4। ନେକ୍ସଟ ଦେଖ ପିଲାମାନେ 15 ନମ୍ବର, ମନୁଷ୍ୟ ମୁକ୍ତ ହୋଇ ଜନ୍ମଗ୍ରହଣ କରେ, ମାତ୍ର ସେ ସବୁ କ୍ଷେତ୍ରରେ ଶୃଙ୍ଖଳା ଦ୍ୱାରା ଆବଦ୍ଧ, ନିମ୍ନୋକ୍ତ ମଧ୍ୟରୁ ଏଇଟା କିଏ କହିଥିଲେ? ତ ଏଇ ଷ୍ଟେଟମେଣ୍ଟଟି ତମର କିଏ କହିଥିଲେ? ନା ରୁସୋ କହିଥିଲେ। ଓକେ। 16 ନମ୍ବର ଦେଖ, ବାସ୍ତିଲ ଦୁର୍ଗର ପତନ ନିମ୍ନୋକ୍ତ କେଉଁ ମସିହାରେ ହୋଇଥିଲା? ତ ଆନ୍ସର ରହିବ 1789। ତ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ମନେ ରଖ। ତ ଦେଖ 17ର ସ୍କୋୟାର ହେଉଛି ତମର 299, ନୁହେଁ କି? ତ ଏଇଟା କାଟିନିଅ, ତ 1799 ହେଲାନି କି? ଏମିତି ଟ୍ରିକ୍ରେ ମନେ ରଖିଦେଇପାରିବ। ନେକ୍ସଟ ଦେଖ ପିଲାମାନେ, କେବେ କାଭୁର ଅଷ୍ଟ୍ରିଆ ସହିତ ଭିଲା ଫ୍ରାଙ୍କା ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଥିଲେ? ତ 17ର ଆନ୍ସର ରହିବ ତମର 1869। ବୁଝିହେଲା। ନେକ୍ସଟ ଦେଖ ପିଲାମାନେ 18 ନମ୍ବର,
ନିମ୍ନୋକ୍ତ କେତେ ମସିହାରେ ବ୍ରିଟିଶ ପାର୍ଲାମେଣ୍ଟ ଷ୍ଟାମ୍ପ ଆଇନ ପ୍ରଣୟନ କରିଥିଲେ? ତ 18 ଆନ୍ସର ହେଉଛି 1765। ତ এই କ୍ୱେଶ୍ଚିନ୍ଟା ଆଗରୁ ବି ଦେଖି ସାରିଥିଲେ। ନେକ୍ସଟ ଦେଖ 19 ନମ୍ବର। ତ ଦେଖ 19 ନମ୍ବର କ'ଣ ଦେଇଛି? ନିମ୍ନୋକ୍ତ କେଉଁ ମସିହାରେ ତରୁଣ ଇଟାଲୀ ନାମକ କ'ଣ ଦେଇଛି କ୍ୱେଶ୍ଚିନ୍ଟି? ତରୁଣ ଇଟାଲୀ ନାମକ ଏକ ସଂଗଠନ ଗଢ଼ା ଯାଇଥିଲା। ତ 19ର ଆନ୍ସର ହେଉଛି 1831। 20 ନମ୍ବର ଦେଖ, ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ଅସମ୍ଭବ ବୋଲି ନିମ୍ନୋକ୍ତ କିଏ ଭାବୁଥିଲେ? ତ 20ର ଆନ୍ସର ହେବ ବିସମାର୍କ। 21 ନମ୍ବର କ୍ୱେଶ୍ଚିନ୍ଟା ଦେଖ, ସୋସିଆଲ କଣ୍ଟ୍ରାକ୍ଟ ନାମକ ପୁସ୍ତକ ନିମ୍ନୋକ୍ତ କେଉଁ ଦାର୍ଶନିକ ଦ୍ୱାରା ରଚିତ ହୋଇଥିଲା? ତ 21ର ଆନ୍ସର ହେବ ରୁସୋ। ନେକ୍ସଟ ଦେଖ ପିଲାମାନେ 22 ନମ୍ବର, ନିମ୍ନୋକ୍ତ ମଧ୍ୟରୁ କିଏ କହିଥିଲେ ମୁଁ ହେଉଛି ରାଷ୍ଟ୍ର? ଏଇଟା ଗୋଟେ ଭଲ କ୍ୱେଶ୍ଚିନ୍। ତ ଏଇଟା କହିଥିଲେ ତମର ଚତୁର୍ଦ୍ଦଶ ଲୁଇ ହେଲା। 23ଟା ବି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ନିମ୍ନୋକ୍ତ କେବେ ବୋଷ୍ଟନ ଟି ପାର୍ଟି ଘଟଣାଟି ଘଟିଥିଲା? ତ 23ର ଆନ୍ସର ହେବ 1773। ବୁଝିହେଲା। ନେକ୍ସଟ ପିଲାମାନେ ଦେଖ 24 ନମ୍ବର, ନିମ୍ନୋକ୍ତ କେବେ ଷୋଡ଼ଶ ଲୁଇଙ୍କ ଶିରଚ୍ଛେଦ ହୋଇଥିଲା? ତ 24ର ଆନ୍ସର ହେବ 1793। 25 ନମ୍ବର କ'ଣ ଦେଇଛି? କେବେ ଜର୍ମାନ ଏକତ୍ରୀକରଣ ହୋଇଥିଲା? ତ 25ର ଆନ୍ସର ହେବ ତମର ଡି 1870। ନେକ୍ସଟ ଦେଖ 26 ନମ୍ବର, ଅଷ୍ଟ୍ରିଆ ଓ ପ୍ରୁସିଆର ମିଳିତ ସୈନ୍ୟବାହିନୀ 1864 ମସିହାରେ କେଉଁ ରାଜ୍ୟ ଆକ୍ରମଣ କରିଥିଲେ? ତ ଏହାର ଆନ୍ସର ରହିବ 26ର ଆନ୍ସର କ'ଣ ରହିବ ନା ଡେନମାର୍କ। 27 ନମ୍ବର କ'ଣ ଦେଇଛି? ବାସ୍ତିଲ ଦୁର୍ଗ ପତନ ବେଳେ ଫ୍ରାନ୍ସର ଶାସକ କିଏ ଥିଲେ? ତ ଏହାର ଆନ୍ସର କ'ଣ ରହିବ ନା ଷୋଡ଼ଶ ଲୁଇ। ନେକ୍ସଟ କ୍ୱେଶ୍ଚିନ୍ ଦେଖ ପିଲାମାନେ, 7 ବର୍ଷ ବ୍ୟାପୀ ଯୁଦ୍ଧ ଇଂଲଣ୍ଡ ଓ କେଉଁ ରାଷ୍ଟ୍ର ମଧ୍ୟରେ ହୋଇଥିଲା? ତ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ତ 28ର ଆନ୍ସର ରହିବ ତମର ଫ୍ରାନ୍ସ। ନେକ୍ସଟ ଦେଖ ପିଲାମାନେ 29 ନମ୍ବର, ଫ୍ରାନ୍ସରେ ବିପ୍ଳବ ବେଳେ କେଉଁ ବଂଶୀୟ ଶାସକ ରାଜୁତି କରୁଥିଲେ? ତ 29ର ଆନ୍ସର ରହିବ ସି ବୋବୋ। ନେକ୍ସଟ ଦେଖ ପିଲାମାନେ 30 ନମ୍ବର, ଆମେରିକୀୟମାନେ ମାସାଚୁସେଟ୍ସର କେଉଁ ବନ୍ଦରରେ ଶହ ଶହ ଚା ପେଟିକୁ ସମୁଦ୍ର ଗର୍ଭରେ ଫିଙ୍ଗି ଦେଇଥିଲେ? ତ ଏଇଟା ବି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଆନ୍ସର ହେବ ବୋଷ୍ଟନ। ନେକ୍ସଟ ଦେଖ 31 ନମ୍ବର କ'ଣ ଦେଇଛି? କେନ୍ଦ୍ରୀୟ ଇଟାଲୀର କେଉଁ ରାଜ୍ୟରେ 1830 ମସିହାରେ ବିଦ୍ରୋହ ଆରମ୍ଭ ହୋଇଥିଲା? ତ 31 ଆନ୍ସର ତମର କ'ଣ ରହୁଛି ନା ପାର୍ମା ଓ ମଡେନା। ନେକ୍ସଟ ଦେଖ ପିଲାମାନେ 32 ନମ୍ବର କ'ଣ ଦେଇଛି? ସେଡାନ ଯୁଦ୍ଧରେ ଫ୍ରାନ୍ସର ପରାଜୟ ଯୋଗୁଁ ସ୍ୱାକ୍ଷରିତ ଚୁକ୍ତି ଅନୁସାରେ କେଉଁ ଅଞ୍ଚଳ ପ୍ରୁସିଆକୁ ଦିଆଗଲା? ତ 32 ତମର ଆନ୍ସର ରହୁଛି ଆଲସେସ୍ ଓ ଲୋରେନ୍। ନେକ୍ସଟ ଦେଖ ପିଲାମାନେ 33 କ'ଣ ଦେଇଛି? କେଉଁ ଯୁଦ୍ଧରେ ଫ୍ରାନ୍ସର ସୈନ୍ୟବାହିନୀ ପ୍ରୁସିଆର ସୈନ୍ୟବାହିନୀଙ୍କ ସମ୍ମୁଖୀନ ହୋଇଥିଲେ? ତ 33ର ଆନ୍ସର ହେଉଛି ତମର ସୋଡାନ ଯୁଦ୍ଧ। ନେକ୍ସଟ ଦେଖ 34 କ'ଣ ଦେଲା? ଭିକ୍ଟର ଇମାନୁଏଲଙ୍କୁ ସିସିଲି ଓ ନେପଲସର ଶାସନଭାର ନିମ୍ନୋକ୍ତ କିଏ ଅର୍ପଣ କରିଥିଲେ? ତ 34ର ଆନ୍ସର ରହିବ ତମର ଗାରିବାଲ୍ଡି। ନେକ୍ସଟ ଦେଖ ପିଲାମାନେ 35 ଆମକୁ କ'ଣ ଦେଇଛି? 1830 ମସିହାରେ ପାର୍ମା ଓ ମଡେନା ଆଦି କେନ୍ଦ୍ରୀୟ ଇଟାଲୀ ରାଜ୍ୟମାନଙ୍କ ବିଦ୍ରୋହକୁ ନିମ୍ନୋକ୍ତ କେଉଁ ଦେଶ ଦୃଢ଼ ହସ୍ତରେ ଦମନ କଲା? ତ 35 ଆନ୍ସର ହେବ ତମର ଅଷ୍ଟ୍ରିଆ। ନେକ୍ସଟ ଦେଖ 36, ନିମ୍ନୋକ୍ତ ମଧ୍ୟରୁ କିଏ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଥିଲେ? ତ ଆନ୍ସର ରହିବ ତମର 36 ଜର୍ଜ ୱାସିଂଟନ। ନେକ୍ସଟ ଦେଖ 37, ଇଂରେଜମାନେ ଉପନିବେଶ ବାସିକ ଉପରେ ବସାଇଥିବା କର ମଧ୍ୟରେ କେଉଁ ଦ୍ରବ୍ୟ ଉପରୁ କର ପ୍ରତ୍ୟାହାର କରିନଥିଲେ? ତ 37 ଆନ୍ସର ଦେଖ ଧୂଆଁପତ୍ର ହେଲା, ମାନେ ଚା ଚିନି ରଙ୍ଗରୁ ଉଠି ଯାଇଥିଲା। ବୁଝି ହେଉଛି। ନେକ୍ସଟ ଦେଖ 38, ନିମ୍ନୋକ୍ତ ମାନ ମଧ୍ୟରୁ କେଉଁମାନଙ୍କୁ ପିଲଗ୍ରିମ ଫାଦର କୁହାଯାଏ? ତ 38ର ଆନ୍ସର ହେବ ପ୍ରୋଟେଷ୍ଟାଣ୍ଟ। 39 ଦେଖନ୍ତୁ, ଇଟାଲୀର ଏକତା ଓ ଜାତୀୟ ଭାବ ସୃଷ୍ଟି କରିବା ପାଇଁ କେଉଁ ସଂଗଠନ ଗଠନ କରାଯାଇଥିଲା?
तो 39 देखो कार्बोनारी। नेक्स्ट देखो 40 द्वितीय इमानुएल को प्रधानमंत्री किए थिले। तो 40 नंबर देख तुम आंसर हे काउंट कापुर। ओके नेक्स्ट देख 41 नंबर क्यों पार्लियामेंट रे स्टाम्प आईन प्रणयन करा जायथिला। तो 41 आंसर हे ब्रिटिश। नेक्स्ट देख 42 इटाली इतिहास केउं व्यक्ति को त्यागी पुत्र आख्या देथिला। एटा गोटे इंपोर्टेंट क्वेश्चन गारिबाल्डी। नेक्स्ट देख 43 1870 मसीहा जुलाई 15 तारिख रे फ्रांस रो सम्राट तृतीय नेपोलियन काहा विरुद्ध रे युद्ध घोषणा करथिले। 43 आंसर हे प्रुसिया। नेक्स्ट देख 44 एकत्रीकरण पूर्व जर्मनी रो स्लेजुइग और होल्स्टेन काहा अधीन रे रहिथिला। तो 44 आंसर हे डेनमार्क। नेक्स्ट देख 45 केते मसीह फ्रांस रे नूतन शासन पद्धति प्रचलन करागला। तो 45 आंसर हे 1799। बुझी होची 46 देख बोस्टन टी पार्टी अमेरिकार केउं सहरर बंदर रे होइतिला। तो 46 होची मासाचुसेट। नेक्स्ट देख 47 अमेरिकार उपनिवेश गुड़े को फ्रांस कबल रक्षा करिया पई इंग्लैंड और फ्रांस मध्य रे केते वर्ष युद्ध होइतिला। तो 47 होची 7। नेक्स्ट देख 48 अमेरिकार अवस्थापित गवर्नर मानकु दरमा केउ माध्यम रे मंजूर करा जायतिला। तो 48 आंसर हे प्रतिनिधि सभा हैला। नेक्स्ट देख पिला माने 49 इंग्लैंड और अमेरिका मध्य गमनागमन और जोगाजोग केउ महासागर द्वारा कष्टकर होउथला। 49 कौन रहिबो ताले तम आंसर हे आटलांटिक महासागर। बुझी होची नेक्स्ट देख 50 नंबर इंग्लैंड रो दले प्रोटेस्टांट मे फ्लावर नामक जहाज रे केबे अमेरिका रे पहुंचले। तो 50 रा आंसर रहिबो तमरो 1620 ख्रीष्टाब्द। ओके नेक्स्ट देख 51 कौन देछि हमको मेरी एंटोइन निम्नोक्त क्यों शासक को रानी थिले। तो 51 रहिबो तमरो 16 लुई। नेक्स्ट देख 52 स्पिरिट ऑफ द लॉज किए लिखिथिले। तो 52 रा आंसर रहिबो मॉन्टेस्क्यू। नेक्स्ट देख 53 बोस्टन टी पार्टी घटना बेले इंग्लैंड रो प्रधानमंत्री किए थिले। तो 53 होची तमरो लॉर्ड नॉर्थ। 54 कौन रोची केउं दिवस को अमेरिका रे अधिवासी माने निज देशर स्वाधीनता दिवस रूपे पालन करती। तो 54 आंसर रहिबो तमरो जुलाई 4। एटा मन रख इंपोर्टेंट क्वेश्चन। नेक्स्ट देख 55 केते गोटी उपनिवेश नेई युक्तराष्ट्र अमेरिका गठन होइतिला। तो 55 आंसर रहिबो 13। बुझी होची नेक्स्ट देख 56 केबे फ्रांस प्रतिनिधि सभार बैठक आहूत होइतिला। तो 56 आंसर कौन रहिबो पिला माने ना 1799 मई 5। 57 बोर्बो राजवंश केउं देश रे शासन करुथिले। तो आंसर रहिबो फ्रांस। 58 मेरी एंटोइने काहार रानी थिले। तो यार आंसर रहिबो 16 लुई। नेक्स्ट देखो पिला माने 59 किए राइन राजगोष्ठी गठन करथिले। तो आंसर रहिबो नेपोलियन। नेक्स्ट देखो 60 नंबर 1793 रे गिलेटिन यंत्र साहाय्य काहार मुंड काट होइतिला। तो 60 रा आंसर रहिबो 16 लुई। नेक्स्ट देखो 61 किए वियना कांग्रेस रो मुख्य थिले। इंपोर्टेंट क्वेश्चन मेटरनिक। 62 कौन रही काहार नेतृत्व में बिस्मार्क जर्मन राज्य गुड़िक एकत्रीकरण करथिले। तो ये गोटे भल क्वेश्चन रही प्रुसिया। ओके तो यहाँ थिला आज सेशन लास्ट क्वेश्चन। तो मैं आशा करुच्ची प्रत्येक क्वेश्चन तुम ठीक आंसर देथिबो। जदि भी किसी भूल होउची निश्चित भाव ताको नोट करनियो एवं परीक्षा पूर्व ताको थरे रिवाइज करनबो। ओके तो देखंतु एटा तमरो इतिहास रो रहितला षष्ठ अध्याय
तो ମୁଁ ଆଶା କରୁଛି ତମର ଇତିହାସ ବହୁତ ଭଲ ହଉଥିବ ଏବଂ ଏଇଭଳି MCQ ତମେ ଅଧିକରୁ ଅଧିକ ପ୍ରାକ୍ଟିସ୍ କର। ଓକେ, ନିଜ ବହି ଦେଖିକି କିଛି କ୍ୱେଶ୍ଚିନ୍ ବନାଅ, ତାକୁ ଆନ୍ସର କରିବାକୁ ଟ୍ରାଏ କର। ଏବଂ ଦେଖ ଏଇଟା ପୁରା ମାର୍କ ସ୍କୋରିଂ ସବଜେକ୍ଟ, ତମେ ଯେ ଆନ୍ସର ଜାଣିଛ ପୁରା ଠିକ୍ ହିଁ କରିବ ନା। ସୋ ମୁଁ ଆଶା କରୁଛି ତମକୁ ଭିଡ଼ିଓଟି ଭଲ ଲାଗିଥିବ। ସୋ ଦେଖା ହେବା ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କ ୟୁ।